ପାଞ୍ଚ ଲକ୍ଷ 5,000 ଲକ୍ଷେ 5,000 ଲକ୍ଷ 5,000 ଆସ କହୁଛି ଆଗ ଶୁଣ ଶୁଣ ବାକି ଆସନ୍ତୁ ତମ ମୁଁ କାହାର ସମ୍ପତ୍ତି ସେଟା ବୁଝିଲ ନା ସେ ଖାଲି ଧରିବ ମୋତେ ଦେଇଦେବ ନହେଲେ ବାବୁକୁ ପଡ଼େଇବ ଏଇଠି ଆଉ କୌଣସି ଗଳତି ନାହିଁ ଏବେ ଇଏ ଧରିଲେ କ'ଣ ସିଏ ଧରିବ ବାପା ହିସାବରେ ସିଂ ବାବୁ 5,000 ରଖିଥ କାଲିକି ଖାଲି ହାତ ଯିବ କିଏ ଜଳଖିଆ ମାଗିଦେବୁ ଜଳଖିଆ ମାଗିପାରିବ ନାଇଁ ମୁଁ ମାଗିବି ହଉ ଧନ୍ୟବାଦ ତମେ ଯେଉଁ ହିସାବରେ ତମେ ଡିସାଇଡ୍ କରିଥିଲ ସେ ହିସାବରେ ସମ୍ପୂର୍ଣ୍ଣ ପଇସା ସେମାନେ ଦେଉଛନ୍ତି ଆଉ ପଇସା ପାଇଲା ପରେ ଆସନ୍ତା କାଲିକି ସକାଳୁ ବାହାରିବ ସେମାନେ ଟିକେ ଲେଖାଲେଖି କରିବା କରୁଥିବ ଭଲ କଥା ଏଇଟା ଭାଇ ହେଲେ ମଧ୍ୟ ଠିକ୍ ନାହିଁ ଏକା ସେଇଟା ମୋ ଅନୁଭୂତି ମୁଁ କାଲି ସକାଳୁ ମୋ ଭାଇ ରଖିଛି ମୁଁ ଲେଖିଛି ମୋର ନାହିଁ ବରପା ପୁତ୍ର ହଁ ମୁଁ କହୁଛି ତୁ ଭାଇ ବଞ୍ଚିଛୁ ବୋଲି କହୁଛି ତୋତେ ଫାଇଦା ହେଇଥିଲେ ହଉ ସେ କଥା କହୁନି ଏବେ ସେମାନେ 1,05,000 ଛିଡ଼ିଛି ବୁଝିଲ 1,05,000 ଛିଡ଼ିଛି ସେଠି 1,05,000 ସେମାନେ ଦେଇ ଦେଉଛନ୍ତି ଆଉ 1,05,000 ଗ୍ରହଣ କରିକି ତୁମେ ଯାଅ ଆସନ୍ତା କାଲିକି ବାହାରିକି ଯାହା ଦସ୍ତାବିଜ ହେଲା ନିଅ ଗଣିବ ନା ନା ଭାଇ ଜିକୁ ଜିକୁ ମୋର ଜିକି ଦେଇଥାଇପାରେ କ'ଣ ଏଠି ଆଉ 50 ଏ ବାବୁ ଦେ ବାପା ଗଣ ନାଇଁ ଗଣେ ନାଇଁ ତୁ ବୁଝିବୁ ନାଇଁ ପଇସା ତୁ ଗଣେ ଧର ତୁମା ଧରେ ତୁମା ଧରେ ନାଇଁ ନାଇଁ ତୁ ଗଣେ ପଇସା ତୁ ଧ ଗଣେ ତୁ ଗଣ ଆରେ ତମେ ବୁଝିବ ନାଇଁ ମୁଁ ସେଇଟା କହୁଛି ମୋ କଥା ମାନିବାକୁ ପଡ଼ିବ ତମେ ଯାଇ ଇନ୍ଦ୍ରକୁ ବିକୁ এটা কয়টা ভুল কি বলে তার পাতে 6 মাস হল না নে তাকে সে দেব বাপা কোন বলিব হেলে তু কোন কোটা ভাই কোন মতে জনা নাই 10 লক্ষ বলি বি ইন্তি মারি কইবে যে মো সে ব্যবসায় নাই এডি 50 এডি 5,000 1 2 3 4 5 হেলা যা তুমি ডিসাইড করছিল সেই অনুসারে সেমানে পৈঠ কলে আসন্তা কালি কি তুমি ବାହାରିବ ବାପ ପିଲା ବାହାରିବ ତାଙ୍କର ବାବୁ ବାହାରିବ ସିଏ ନ ଆଇଲେ ବି ଚଳିବ ବାପ ପିଲା ବାହାରିବ ବାହାରିକିରି ଯାହା ଲେଖିବା କଥା ଲେଖାପଟା ଉଠେଇବ ସିଏ ବି କରିବ ନା ତମ ଭାଇ ହିସାବରେ ସିଏ ବି କରିବ ସାକ୍ଷୀ ନାହିଁ ସେ ଭାଇ ହିସାବରେ ମୋର ପିତୃ ସମ୍ପତ୍ତି ମୋର ବଡ଼ ଭାଇ ବିକୁଛି ଏଣୁକରି ମୁଁ ସାକ୍ଷୀ ବାହାରିବ ସିଏ ରହିବ ବୁଝିଲ ତାର ବି ରଖିଦେବା ତଳେ ଦର୍ଶାଇ ଦେବା ପ୍ରକାର ଥାଉ କି ଭାଇର ବାପାର ସମ୍ପତ୍ତି ଉପରେ 2 ଭାଇ କି 3 ଭାଇ ଅଧିକା ଥିବା ସମୟରେ ସେ ଭାଇ ପୁଅ ରଖିଲେ ମଧ୍ୟ ମୁଁ ଜାଣୁତରେ ରଖାଇଛି ବୋଲି ସନ୍ତୋଷ